ତାହେଲେ ପିଲେମାନେ ପୁଣି ଥରେ ତୁମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲେ ଆମେ ପୂର୍ବେ ଆଲୋଚନା କରି ଯାଇଥିଲେ ଅରୁଣ ସେ ଯେଉଁ ଫଟୋ ଦେଖୁଛନ୍ତି। ବର୍ତ୍ତମାନ ଆମେ ଯଦି କହିବା ଅଗଷ୍ଟ 14 ରାତିରେ ଡ୍ର ଖୋଲି ଯେତେବେଳେ ଅରୁଣର ଫଟୋଟି ଦେଖିଛନ୍ତି, ଅରୁଣ ହଉଛି ତାଙ୍କର ପୁଅ। ତାଙ୍କ ପୁଅ ଫଟୋକୁ ଯେତେବେଳେ ସେ ଦେଖିଛନ୍ତି ମନେ ପଡିଯାଇଛି ତାଙ୍କେ ପୂର୍ବ କଥା, ମନେ ପଡିଯାଇଛି ଅରୁଣର ଏଇ ଫଟୋକୁ ଟିକେ ଦେଖିଲେ ଆଜି ମଧ୍ୟ ଲାଗୁଛି ସେଇ ପ୍ରତିଭାଦୀପ୍ତ ଆଦର୍ଶ ଜଳ ଚେହେରା। ବୁଝିପାରିଲା? ଏବଂ ସେ ପିନ୍ଧିଛି କଣ ନା ଗୋଟେ ଅସହଯୋଗକାରୀ ଖଦୀ ପୋଷାକ। ଯେଉଁମାନେ ଖଦୀ ପିନ୍ଧନ୍ତି ମାନେ ଜାଣିଥିବେ ଯେଉଁ ଆନ୍ଦୋଳନ ହେଇଥିଲା ଇଂରେଜ ମାନଙ୍କ ବିରୋଧରେ, ଅସହଯୋଗ ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ, ଭାରତ ଛାଡ ଆନ୍ଦୋଳନ, ସେ ଯେଉଁ ଅସହଯୋଗକାରୀ ସତ୍ୟାଗ୍ରହୀ ପୋଷାକ ଯେଉଁ ଯିଏ ପିନ୍ଧିଛି ତା ପରିଧାନ, ତା ପୋଷାକ ହଉଛି ସେଇଭଳି। ଦେନ୍ କଣ ନା ହଠାତ୍ ମନେ ପଡିଲା, ହଠାତ୍ ମନା ହେଲା ବିଦ୍ୟୁତରେ ଆଘାତରେ ରାୟ ବାହାଦୁର ଯେପରି ଟଳି ପଡିବେ। ବୁଝିପାରିଲା? ତାଙ୍କୁ ଲାଗିଲା ଯେଭଳି ବିଦ୍ୟୁତ ଟା ମାରୁଛି, କରେଣ୍ଟ ଲାଗିଲେ ଯେମିତି ଲାଗେ ସେଇଭଳି ରାୟ ବାହାଦୁରଙ୍କୁ କରେଣ୍ଟ ଭଳି ଲାଗିଲା। ବିଦ୍ୟୁତର ଆଘାତରେ ରାୟ ବାହାଦୁର ଯେଭଳି ଟଳି ପଡିଲେ, ତାକେ କମ୍ପିତ ହାତରୁ ସେ ଫଟୋଟିକୁ ଖସି ପଡିଲା। ବୁଝିପାରୁଛନ୍ତି? ତାହେଲେ ହଠାତ୍ ଗାଳ୍ପିକ ବର୍ଣ୍ଣନା କରୁଛନ୍ତି, ହଠାତ୍ ଯେପରି ଲାଗିଲା ବିଦ୍ୟୁତର ଆଘାତରେ ରାୟ ବାହାଦୁର ଟଳି ପଡୁଛନ୍ତି ଏବଂ ତାଙ୍କେ ହାତରୁ କମ୍ପିତ ହାତରୁ, ବୁଝିପାରିଲା, କମ୍ପିତ ହାତରୁ ତାଙ୍କର ଥରୁଥିବା ହାତରୁ ସେ ଫଟୋଟି ତଳେ ଖସି ପଡିଲା। ପୂର୍ବ ମୁହୂର୍ତ୍ତକ ଭିତରେ ପ୍ରକୃତିସ୍ଥ ହୋଇ ରାୟ ବାହାଦୁର ଫଟୋଟିକୁ ତଳୁ ଉଠେଇ ନେଇ ପୁଣି ସେ ଭଲଭେଟ୍ ବାକ୍ସ ଭିତରେ ବନ୍ଦ କରି ରଖିଦେଲେ। ମୁହୂର୍ତ୍ତକ ମଧ୍ୟରେ ଯେତେବେଳେ ହଠାତ୍ କରେଣ୍ଟ ଭଳି ଲାଗିଲା, ଯେତେବେଳେ ଫଟୋଟିକୁ ଦେଖି ଦେଇଛନ୍ତି ପୁରୁଣା ଫଟୋଟିକୁ, ପୁଅ ମରିଯାଇଛି। ଜଣେ ଅସହଯୋଗକାରୀ, ଜଣେ ସତ୍ୟାଗ୍ରହୀ ଯେତେବେଳେ ଦେଖିଛନ୍ତି ମୁହୂର୍ତ୍ତକ ମଧ୍ୟରେ ସେ ପୁଣି କଣ ହେଇଯାଇଛନ୍ତି, ପ୍ରକୃତିସ୍ଥ ହୋଇଯାଇଛନ୍ତି। ତାଙ୍କର ଚେତା ଫେରି ଆସିଛି ମୁହୂର୍ତ୍ତକ ମଧ୍ୟରେ, କ୍ଷଣକ ମଧ୍ୟରେ। ପୁଣି ରାୟ ବାହାଦୁର କଣ କରିଛନ୍ତି, ଫଟୋଟିକୁ ତଳୁ ଉଠେଇ ଆଣିଛନ୍ତି। ତାଙ୍କ ଯୋଉ ଫଟୋଟି ଥରୁଥିବା ହାତରୁ ଖସି ପଡିଥିଲା ସେ ଫଟୋଟିକୁ ସେ ଉଠେଇ ଆଣିଛନ୍ତି ଏବଂ ସେ ନେଇଛନ୍ତି ଗୋଟେ ଭଲଭେଟ୍ ବାକ୍ସ ଭିତରେ ରଖି ନେଇଛନ୍ତି। ତାପରେ ଡ୍ରେୟାର ଭିତରୁ କାଢିଲେ ଗୋଟିଏ ମେଡାଲ ଆଉ ସନନ୍ଦ ପତ୍ର। ତାମାନେ କଣ, ଭଲଭେଟ୍ ବାକ୍ସରେ ଫଟୋଟିକୁ ରଖିଦେଇଛନ୍ତି, ତାପରେ ପୁଣି ଡ୍ର କାଢୁଛନ୍ତି। ଡ୍ରେ ଭିତରୁ ପୁଣି କଣ କାଢିଲେ ନା ମେଡାଲ, ଯେଉଁ ମେଡାଲ ଦେଖିଲେ କେମିତି ନା ଆଇପି, ସିପି, ବୁଝିପାରିଲେ ନା ନାଇଁ, ଓବି, କେସିଆଇ, ଏଇ ଯୋଉ ମେଡାଲ ଆଉ ସନନ୍ଦ ପତ୍ର ପିଲେ କହିଲେ କଣ, ସାର୍ଟିଫିକେଟ। ତାଙ୍କ ଡ୍ର ଭିତରୁ କାଢିଲେ ସବୁ ସାର୍ଟିଫିକେଟ। ଯେମିତି ତମେ ମଧ୍ୟ ଆଜି ପାଠ ପଢୁଛ ସ୍କୁଲରେ, କଲେଜରେ, ବିଭିନ୍ନ ସମୟରେ ତମେ ଫାର୍ଷ୍ଟ, ସେକେଣ୍ଡ, ଥାର୍ଡ ହେଉଥିବ ଏବଂ ବିଭିନ୍ନ ସନନ୍ଦ ପତ୍ର ପାଉଥିବ, ସାର୍ଟିଫିକେଟ ପାଇଥିବ। ଏବଂ ତମେ ଯେତେବେଳେ ତମେ ମାନେ ବୟସରେ ବହୁତ ବଡ ହୋଇଯିବ ନା, ଯେତେବେଳେ ତମେ ମାନେ ପୁଣି ଥରେ ଖୋଲିକି ଦେଖିବ, ବୁଝିପାରିଲା, ଖୋଲିକି ଯେତେବେଳେ ସେ ଦେଖିବ ଜିନିଷକୁ, ଦେଖିଆ ମୁଁ କ୍ଲାସରେ କଣ କଣ ପାଇଛି ଏବଂ ତମେ ଯେତେବେଳେ ମଧ୍ୟ ସେ ରଣପଥକୁ ଆଉ ଥରେ ଦେଖିବ ନା, ସେତେବେଳେ ତୁମମାନଙ୍କ ପୁରୁଣା ସ୍ମୃତି ଆଉ ଥରେ ମନେ ପଡିଯିବ। ଆଉ ଥରେ ଖେଳରେ ତୁମମାନଙ୍କରେ ଯୋଉ ଖେଳ ଅଛି, ମୁଁ କ୍ଲାସରେ ଟପର ହେଇଥିଲି, ଏଇ ସବୁ ମିଳିଛି ମତେ, ଯେତିକି ଆମର ମେଡାଲ। ନାଇଁ, ତେଣୁ ସନନ୍ଦ ପତ୍ର ଗୁଡିକ ଉପରେ କେମିତି ଗୋଟିଏ ହଳଦିଆ ଅସ୍ତରଣ ମାଡିଗଲାଣି। ତାମାନେ ତମେ ମାନେ ମଧ୍ୟ ଗୋଟେ କାଗଜ କିଛି ଦିନ ରଖୁନ, କାଗଜଟା ଯେଉଁ ଧଳା ଧଳା ଦୁବ ଫର୍ମର କାଗଜଟି
କିଛି ଦିନ ଗଲା ପରେ ହଳଦିଆ ପଡ଼ିଯିବ। ବୁଝିପାରୁଛନ୍ତି? ଅସ୍ତରଣ କଣ? ଅସ୍ତରଣ କହିଲେ ଘୋଡ଼ା ହୋଇଥିଲା। ତାର ସନନ୍ଦ ପତ୍ର ସାର୍ଟିଫିକେଟ ଗୁଡ଼ିକ କିଭଳି ହେଲାଣି ନା ଗୋଟେ ହଳଦିଆ ଅସ୍ତରଣ ମାଡ଼ିଗଲାଣି, ତାପରେ ଟିକେ ହଳଦିଆ ଗୋଳି ହେଇଗଲାଣି। କିଛି ଦିନ ରଖିଲେ, ବୁଝିପାରିଲା, କିଛି ଦିନ ରଖିଲେ ପେପର ଗୁଡାକ ସେଇଭଳି ହେଇଯିବ। ଆଉ କଣ ସେଇଭଳି ହେଇଯିବ? ବୁଝିପାରିଲେ? ତେଣୁ ରାୟ ବାହାଦୁର ମୁକ ପରି ଚାହିଁ ରହିଲେ। ବୁଝିପାରିଲେ? ଏକଦା ବିଜୟ ଉଜ୍ଜଳ ଅତୀତର ସେଇ ପ୍ରାଣହୀନ ସ୍ମାରକୀ ଗୁଡିକୁ, ଏଇ ଯୋଉ ସ୍ମାରକ ଗୁଡିକୁ, ସରି ଗୁଡିକ, ଯାହା ହେଉଛି ସ୍ମାରକୀ, ଏଇ ଯୋଉ ସ୍ମାରକ ଗୁଡିକ, ଯୋଉ ସାର୍ଟିଫିକେଟ, ସନନ୍ଦ ପତ୍ର, ମେଡାଲ, ଏଗୁଡିକ କଣ? ଏଗୁଡିକ ଗୋଟେ ଗୋଟେ ସ୍ମାରକ। ଏଗୁଡିକ ତାର ପ୍ରାଣ। ଏଇଗୁଡିକ ନିର୍ଜୀବ ସ୍ମାରକ। ଅତୀତର କଥାକୁ ଏଗୁଡିକୁ ମନେ ପକାଇ ଦିଏ। ତମେ ଯେଉଁ ଯେଉଁ ସାର୍ଟିଫିକେଟ ପାଇଛ, ଯେଉଁ ଯେଉଁ ମେଡାଲ ପାଇଛ, ତମେ ପୁଣି ଯେତେବେଳେ ତାକୁ ଦେଖିବ, ଏଗୁଡିକ ସ୍ମାରକ ରୂପେ କାମ। ତାଙ୍କୁ ତମ ମାନଙ୍କର ଅତୀତ କଥା ମନେ ପଡିଯିବ ତମେ ମାନେ ଏସବୁ ଦେଖିଲେ। ତମେ ମାନେ ଏଗୁଡିକୁ ଦେଖିଛନ୍ତି। ରାୟ ବାହାଦୁର ସେଇ ସୋମନାଥ ମହାପାତ୍ର ଯେତେବେଳେ ତାଙ୍କର ବିଜୟ ଉଜ୍ଜଳ ଅତୀତର ଇତିହାସ ମନେ ପଡିଯାଇଛି ଏବଂ ମୁକ ପରି ଚାହିଁ ରହିଛନ୍ତି। ଚାହିଁ ରହିଛନ୍ତି। ରାୟ ବାହାଦୁର ଏସବୁ ଦେଖି ମୁକ ପରି ଚାହିଁଛନ୍ତି। ଏଇ ଜୀବନରେ ଥିବା ସ୍ମାରକୀ ଗୁଡିକୁ ସନନ୍ଦର ରାୟ ବାହାଦୁର କମ୍ପତ ହାତରେ ପଡିଥିବା ଲାଗିଲେ। ଗୋଟିଏ ସାର୍ଟିଫିକେଟ ସେ ପଢୁଛନ୍ତି, ଗୋଟିଏ ମାନପତ୍ର ସେ ପଢୁଛନ୍ତି। କଣ ପଢୁଛନ୍ତି? କମ୍ପତ ହାତ ଥରୁଛି। ତାଙ୍କୁ ସନନ୍ଦ ସାର୍ଟିଫିକେଟ ପଢୁଛନ୍ତି। 1923 ମସିହାରେ ତାଙ୍କୁ ଏହା ମିଳିଥିଲା। ପ୍ଲିଜ ସ୍କ୍ରିନକୁ ଦେଖ। 1923 ମସିହାରେ ଏହା ତାଙ୍କୁ ମିଳିଛି। ଆମେ ସମସ୍ତେ ଜାଣିଛେ ଅସହଯୋଗ ଆନ୍ଦୋଳନ କେବେ ହୋଇଥିଲା? 1920 ରୁ 1922 ମସିହା ଯାଏ। 1922 ମସିହାରେ ତାପରେ ସେ ଶେଷ ହେଇଗଲା। 1923 ମସିହାରେ ବ୍ରିଟିଶ ସମ୍ରାଟ ତାଙ୍କୁ ଗୋଟେ ସନନ୍ଦ ଦେଇଥିଲେ। 1923 ସାଲରେ ବ୍ରିଟିଶ ସମ୍ରାଟଙ୍କ ତାଙ୍କ ଦ୍ଵାରା ସେ ସନନ୍ଦ ପ୍ରଦତ୍ତ ହେଇଥିଲା। ଦରବାରରେ ଉପଲକ୍ଷରେ ଦରବାର ବସିଥିଲା ବ୍ରିଟିଶ ସମ୍ରାଟ। ଦରବାର ଗୋଟିଏ ଗୋଟିଏ ଦରବାର କରାଯାଏ ଏବଂ ସେ ଦରବାରରେ ଉପାଧି ଦିଆଯାଏ। ବୁଝିପାରିଲା? ଏବଂ 1923 ମସିହାରେ ବ୍ରିଟିଶ ସରକାରଙ୍କ ଦ୍ଵାରା ସେ ସନନ୍ଦ ପାଇଥିଲେ। ଦରବାର ଉପଲକ୍ଷେ ଦିଆଯାଇଥିଲା ଏବଂ ସେଥିରେ ଲେଖା ହେଇଥିଲା କଣ? ବ୍ରିଟିଶ ସିଂହାସନ ପ୍ରତି ଆପଣଙ୍କର ନିଷ୍ଠା ଏବଂ ଅନୁରକ୍ତି ମହାମହିମ ବ୍ରିଟିଶ ସମ୍ରାଟଙ୍କୁ ମୁଗ୍ଧ କରିଛି। ତେଣୁ ବ୍ରିଟିଶ ସମ୍ରାଟଙ୍କୁ କଣ ମୁଗ୍ଧ କରିଛି ନା ରାୟ ବାହାଦୁର ଶ୍ରୀ ଶ୍ରୀ ସୋମନାଥ ମହାପାତ୍ରଙ୍କର ଯେଉଁ ଇଂରେଜ ମାନଙ୍କ ପ୍ରତି ଯେଉଁ ନିଷ୍ଠା ଥିଲା, ଯେଉଁ ଅନୁରକ୍ତି ଥିଲା, ଯେଉଁ ମାନେ ଭଲ ପାଇବା ଥିଲା। ବୁଝିପାରିଲା? ବ୍ରିଟିଶ ସିଂହାସନ ପ୍ରତି ରାୟ ବାହାଦୁରଙ୍କର ଯେଉଁ ନିଷ୍ଠା ଅନୁରକ୍ତି ଥିଲା, ଏଇସବୁ ଦେଖି ବ୍ରିଟିଶ ସମ୍ରାଟ ମୁଗ୍ଧ ହୋଇଛନ୍ତି ଏବଂ ବ୍ରିଟିଶ ସିଂହାସନ ପ୍ରତି ଏ ଅତୁଳନୀୟ ଅନୁରକ୍ତି ପାଇଁ ତମେ ନିଜର କଣ ନିଜର ପୁତ୍ରକୁ ସେ ବଧ କରିଛନ୍ତି, ନିଜର ପୁଅକୁ ଆଜି ବଧ କରିଛନ୍ତି, ପରନ୍ତୁ ତାଙ୍କୁ ମିଳିଛି ସାର୍ଟିଫିକେଟ ଏବଂ ମିଳିଛି ନିଷ୍ଠା ଓ ଅନୁରକ୍ତିର ଯେଉଁ ପ୍ରମାଣ ପତ୍ର। ବୁଝିପାରୁଛ ନା? ତାପରେ କଣ ହେଇଛି ଦେଖିଲେ? ରାୟ ବାହାଦୁରଙ୍କର ଦୁଇ ଆଖିରେ କିଏ ଯେମିତି ଟାଣି ଦେଇଥିଲା। କୁହୁଡିର ଗୋଟାଏ ଫରଦା ହାତରୁ ତାଙ୍କର ଯେ ସନନ୍ଦ ପତ୍ରଟା ଖସି ପଡିଲା। ସେ ସନନ୍ଦ ପତ୍ର ତାହେଲେ ରାୟ ବାହାଦୁରଙ୍କର ଦୁଇ ଆଖି ଆଗରେ କିଏ ଯେମିତି ଗୋଟେ କୁହୁଡିର ପର୍ଦ୍ଦାଟେ ଟାଣି ଦେଇଛି ଏବଂ ତାଙ୍କର ହାତରୁ ଖସି ପଡିଛି ତାଙ୍କର ସାର୍ଟିଫିକେଟ ଏବଂ ତାଙ୍କର ମନେ ପଡିଯାଇଛି ସେ ପୁରୁଣା କଥା, କାହିଁକି ସେ ସାର୍ଟିଫିକେଟ ପାଇଥିଲେ ଏବଂ କାହିଁକି ସେ ହରେଇଥିଲେ ନିଜର ପୁଅକୁ। ଏବଂ ତାପରେ କଣ ଅଛି ଏସବୁ ଆମେ ପରବର୍ତ୍ତୀ ଅଧ୍ୟାୟରେ ଆଲୋଚନା କରିବା। ଠିକ ଅଛି? ତାହେଲେ ଆଜି ପାଇଁ ସେତିକି।